ମୁଁ ଆପଣଙ୍କ ମାଧ୍ୟମରେ କହିଦଉଛି, ପଇସା ଦେଇଛି ତୋ ଅଫିସ ଯାଇକି, ତୁ ମତେ ପଇସା ମୋ ଘରେ ଆସିକି ଦେଇକି ଯିବୁ। ଯୋଉ ଦିନ ତତେ ମୁଁ ଧରିବି, ମୁଁ ଯଦି ଗୋଟେ ବାପର ଛୁଆ ହେଇଥିବି ତୁ ମୋ ପାଖରୁ ଖସିଯିବୁ, ଆଉ ତୁ ଯଦି ଗୋଟେ ବାପର ଛୁଆ ହେଇଥିବୁ ତୁ ମତେ ରାସ୍ତା ଉପରେ ପ୍ରମାଣ କରି ଦେଖେଇଦବୁ ଯେ ତୁ ମୋ କତିରୁ ପଇସା ପାଇବାର ନାହିଁ, ତୁ ମତେ ମିଛ ପ୍ରମାଣ କରୁଛୁ। ମୁଁ ଆପଣଙ୍କୁ ଆଜି ଓପନ ଚ୍ୟାଲେଞ୍ଜ ଦେଇକି ତାକୁ, ଯୋଉ ଦିନ ତୁ ମୋ ହାତରେ ଧରେଇଯିବୁ, ମୁଁ 4 ବର୍ଷ ହେଲା ଯୋଉ କଷ୍ଟ ପାଇଛି ସବୁ ମୋ ଭିତରେ ଅଛି, ମୁଁ ଜମା ଭୁଲିନି। ହ୍ୟାଲୋ। ହ୍ୟାଲୋ। ଆପଣ ଭାଇ ଯୋଉ ଆପଣ ଯୋଉ ତଥ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗୁଡିକ ଦେଇଥିଲେ, ସେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ଯୋଉ ସାଇ ଟ୍ରଷ୍ଟ ର ସିଏମ ଡି ରହିଛି, ସିଏ ଲାଗି ଆରୋପ କଣ ଲଗଉଛନ୍ତି ଏ କହିବେ ବିଷୟ ପ୍ରତି। ଆଜ୍ଞା ମୁଁ ସେଦିନ ବି କହିଥିଲି, ଆଜି ବି କହୁଛି, ଯଦି ସିଏମ ଡି ବାବୁଙ୍କୁ ଲାଗୁଛି ତାଙ୍କ ନାଁରେ କିଏ ଅପପ୍ରଚାର କରୁଛି, ତାଙ୍କର ପୂର୍ଣ୍ଣ ସ୍ୱାଧୀନତା ଅଛି, ସିଏ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଆଉ ଆପଣଙ୍କୁ ମୁଁ ଏତିକି ଆସିଓର କରୁଛି, ଆପଣ ସିଧା ଚ୍ୟାଲେଞ୍ଜ ଦିଅନ୍ତୁ ସିଏମ ଡି ଙ୍କୁ, ଯଦି ଆପଣଙ୍କୁ ସିଏମ ଡି କୁ ଲାଗୁଛି ଯେ ଆପଣ ମିଥ୍ୟା ପ୍ରତ୍ୟାର ମାନେ ମିଥ୍ୟାରେ ଆପଣଙ୍କ ତାଙ୍କ ନାଁରେ ପ୍ରଚାର କରୁଛନ୍ତି, ଲୋକମାନଙ୍କୁ ଆପଣ ଭଣ୍ଡଉଛନ୍ତି, ତାଙ୍କ ନାଁରେ ମିଛ କରିକି ମିଛ ପ୍ରଚାର କରିକି ଆପଣ ଫାଇଦା ନଉଛନ୍ତି, ଆପଣ ଆପଣଙ୍କୁ ବି ମୁଁ କହୁଛି ଆପଣ ୟୁଟ୍ୟୁବ ମାଧ୍ୟମରେ ଆପଣ ସିଏମ ଡି ବାବୁଙ୍କୁ କୁହନ୍ତୁ, ସିଏମ ଡି ବାବୁ ଆପଣଙ୍କ ନାଁରେ ଗୋଟେ କୋର୍ଟରେ କେସ୍ କରନ୍ତୁ, ଯେହେତୁ ସିଏମ ଡି ବାବୁଙ୍କ କହିବା କଥା ହେଲା ଯେ ମୁଁ ଆପଣଙ୍କୁ ଭୁଲ ତଥ୍ୟ ଦେଇଛି, ଆପଣ ମତେ ନେଇକି କୋର୍ଟରେ ପହଞ୍ଚେଇ ଦେବେ, ମୁଁ କୋର୍ଟରେ କୋଉଟା ଭୁଲ କୋଉଟା ଠିକ ଯଦି ମୁଁ ଭୁଲ ହେଇଥିବି ମୁଁ ଆଇନତଃ ଦଣ୍ଡ ପାଇବି, ଆଉ ଯଦି ସିଏମ ଡି ବାବୁ ଭୁଲ ହେଇଥିବେ, ସିଏମ ଡି ବାବୁ ତାଙ୍କର ଆଜି ଯୋଉ କହିଲେ ମତେ ସାଇ ବାବା ଦଣ୍ଡ ଦେବେ, ସାଇ ବାବା ଦଣ୍ଡ ଦଉଥିବେ କି ନ ଦଉଥିବେ ସିଏମ ଡି ବାବୁ ଜାଣିଥିବେ, ରାତିରେ ଶୋଇ ପାରୁନଥିବେ, ନିଦ ହଉନଥିବ, ଆଉ ଯଦି ସିଏମ ଡି ବାବୁ କହୁଛନ୍ତି ମୁଁ କିଛି କାହାକୁ କହିବାର ନାହିଁ କିଛି କରିବାର ନାହିଁ, ଆପଣ ଭିଡିଓ ଟା ଛାଡିଲେ 4-5 ଘଣ୍ଟା ହେଇନି ସିଏମ ଡି ବାବୁ ସାଙ୍ଗେ ସାଙ୍ଗେ କାଇଁ କାଉଣ୍ଟର କଲେ? ମୁଁ ସଚ୍ଚୋଟ ଲୋକଟା, ମୁଁ କାହାକୁ କିଛି କରୁନି, ମୁଁ ବହୁତ ସତୀ ଲୋକଟା, ମୁଁ କିଛି କରିନି ଆଜ୍ଞା, ମୁଁ 11 ବର୍ଷ ହେଲା ଲୋକଙ୍କ ସେବା କରି କରି ଆସିଛି। କି ସେବା କରିଛି ସିଏ ନିଜେ ଜାଣିଥିବ, ସିଏ ଯାଇକି ଆପଣଙ୍କର କୋର୍ଟ ରେ ପହଞ୍ଚୁ, କୋର୍ଟ ରେ ମୁଁ ତାକୁ ଉଚିତ ଜବାବ ଦେବି। ଆଉ ସେ ସିଏ ଯୋଉ ସେ କହିଛି ଭିଡିଓରେ କହିଛି ଗୋଟେ କଥା, କହିଲା ନା ଆଉ ଫଟୋ କଥା କହୁଛି। ନାଁ ଆଉ ଫଟୋ, କେତେ ଲୋକଙ୍କର ନାଁ ଆଉ ଫଟୋ ସିଏ ନବ? କେତେ ଲୋକଙ୍କର ନାଁ ଫଟୋ ନବ? ତୁ ବା ଓଡିଶା ଯାଙ୍କୁ ଲୁଟି ଲୁଟି ତୁ ରହିଛୁ, କେତେ ଲୋକଙ୍କର ନାଁ ଫଟୋ ନବୁ? ତୁ ଯଦି ଠିକ ଅଛୁ, ତତେ ବା ଗୋଟେ ପ୍ରମାଣ ମାଗିଥିଲେ ଆପଣ ୟୁଟ୍ୟୁବ ରେ, ମୁଁ ଆଜ୍ଞା ମୁଁ ଗୋଟେ କଥା ଆପଣଙ୍କୁ କହୁଛି, ମୁଁ ଆଜ୍ଞା ମୁଁ କୋର୍ଟରେ ସେ ଆପଣଙ୍କ ନାଁରେ କେସ୍ କଲେ ମୁଁ କୋର୍ଟରେ ପ୍ରଡ୍ୟୁସ କରିଦେବି ଯେ ମୁଁ ତାକୁ ଯୋଉ ଆକାଉଣ୍ଟ କୁ ଟଙ୍କା ସବୁ ପଠେଇଛି, ମୁଁ ସେ ପୁରା ସ୍କ୍ରିନ ସଟ ନେଇକି ରଖିଛି, ସିଏ ମତେ ଟଙ୍କା ଫେରେଇବ ବୋଲି ବି କହିଛି, ଯୋଉ ଲୋକଙ୍କ ସାମ୍ନାରେ, ଗୋଟେ ଲୋକ ସାମ୍ନାରେ ନୁହେଁ, 5ଟା ମଧ୍ୟସ୍ଥି ମାଧ୍ୟମରେ ସେ ମୋ ସହିତ କଥା ହେଇଛି ପଇସା ଫେରେଇବ ବୋଲି, ସବୁର ମୋ ପାଖରେ ରେକର୍ଡିଂ ଅଛି, ମୁଁ ଆଜ୍ଞା କୋର୍ଟରେ ପ୍ରଡ୍ୟୁସ କରିଦେବି। ଆଉ ବାକି ରହିଲା ମୋ ନାଁ ପ୍ରଚାର କରିବାକୁ, ମୁଁ ଆଜ୍ଞା ଓପନଲି କହୁଛି, ଓଡିଶାର ଲୋକ ମତେ ଇଚ୍ଛା ହେଲେ ମୋ କଥା ସତ ମାନନ୍ତୁ, ଇଚ୍ଛା ନହେଲେ ସତ ମାନନ୍ତୁ, ମୁଁ ତ ନିଜେ ମରେଇଛି ମରେଇଛି, ଯାହାର ମରିବାର ଇଚ୍ଛା ହଉଛି ସେ ମରାନ୍ତୁ, ମୋର କିଛି ଫରକ ପଡିବନି ଆଜ୍ଞା। ମୁଁ ଶୁଣନ୍ତୁ, ଯଦି ଲୋକମାନେ ଠକି ଠକିକି ଆହୁରି ତାଙ୍କର ଇଚ୍ଛା ହଉଛି ଯେ ହଁ ଏ ସିଏମ ଡି ଟା ଦେଇଥିବ, ମୁଁ ଆଜ୍ଞା ଆହୁରି କେତେଟା କୋଶ୍ଚେନ ଆପଣଙ୍କୁ ଆଜି ବି ପଚାରୁଛି ଯେ ସିଏମ ଡି ଆନ୍ସର ଦଉ ତାର। ପ୍ରଥମ କଥା, ମୁଁ ଏଇ ଆଜ୍ଞା ବେବି ଫୁଡ ଶୁଣୁଛି, 1.5 ବର୍ଷ ହେଲା ଲୋକ କହିଲେଣି ବେବି ଫୁଡ ପ୍ରହସନ ଟା ଚଲେଇଛି, ହଁ 1.5 ବର୍ଷ ଆଜ୍ଞା ହେଲାଣି। 1.5 ବର୍ଷ ଦିନ ବି ଯୋଉଦିନ ବେବି ଫୁଡ ଷ୍ଟାର୍ଟ କରିଥିବେ, ସେଇଦିନ ବି ସେ ଲୋକଙ୍କୁ କହିଥିବେ ମୁଁ 7 ଦିନରୁ ମାସେ ଭିତରେ ତମକୁ ଆଣିକି ପ୍ରୋଜେକ୍ଟ ଦେଇଦେବି, ତମ ଫଣ୍ଡ ଟ୍ରାନ୍ସଫର ହେଇଯିବ। ଆଜିକା ଡେଟ ରେ ବି ସେମ ଜିନିଷ ମତେ ପ୍ରୋଜେକ୍ଟ ମିଳି ସାରିଛି, ମୁଁ ଆପଣଙ୍କୁ ଫଣ୍ଡ ଟ୍ରାନ୍ସଫର କରିଦେବି। ଆଜି ମୁଁ ସିଏମ ଡି କୁ ପଚାରୁଛି, 1.5 ବର୍ଷ ତଳେ କହିଥିବା କଥାଟା ସତ୍ୟ ନା ଆଜି କହିଥିବା କଥାଟା ସତ୍ୟ? ସେଇଟାକୁ ଆଗେ କ୍ଲାରିଫିକେସନ ଦେଲେ ସିଏ, ଯେ ଆଜ୍ଞା 1.5 ବର୍ଷ ତଳେ ଯୋଉଟା କହିଥିଲା ଆଜ୍ଞା ସେଟା ସମ୍ପୂର୍ଣ୍ଣ ମିଛ ଥିଲା, ମୁଁ ଆପଣ ମାନଙ୍କୁ ଭଣ୍ଡେଇକି ପଇସା ନେଇଥିଲି, ସେତେବେଳେ ମୋ ପାଖକୁ କାମ ଆସି ନଥିଲା, ଏବେ ମୁଁ ଆପଣଙ୍କର କାମ ନେଇ ଆସିଛି, ଆପଣଙ୍କୁ କାମ ଦେବି। ଆଗେ ସିଏ ନିଜକୁ ପ୍ରମାଣ କରନ୍ତୁ, 1.5 ବର୍ଷ ତଳେ ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ମିଥ୍ୟା କି ସତ୍ୟ, ଆଜି ଯୋଉ ପ୍ରତିଶ୍ରୁତି ଦେଇଛନ୍ତି ମିଥ୍ୟା କି ସତ୍ୟ? ଆଉ କେତେଟା କୋଶ୍ଚେନ ମୁଁ ଆପଣଙ୍କୁ ପଚାରିବା ପାଇଁ ଚାହୁଁଛି। ଦୀପକ ଆଜ୍ଞା ବରଡା ବାବୁ, ଆପଣ ଯେତିକି ଲୋକଙ୍କୁ ସବୁ ଚେକ ଦଉଛନ୍ତି, ସବୁ ପର୍ସନାଲ ଆକାଉଣ୍ଟ ର ଚେକ୍, ଆଜ ପର ରୁଲ ଆଣ୍ଡ ରେଗୁଲେସନ ଯେତିକି ମୁଁ ଜାଣିଛି, ଗୋଟେ ଟ୍ରଷ୍ଟ ଆକାଉଣ୍ଟ ରୁ ସିଙ୍ଗଲ ଟଙ୍କା ଆଜ୍ଞା ପର୍ସନାଲ ଆକାଉଣ୍ଟ କୁ ଟ୍ରାନ୍ସଫର କରିକି ଲୋକଙ୍କୁ ବାଣ୍ଟିବାର କୌଣସି ଆଇନଗତ ପରିଧି ଭିତରେ ନାହିଁ। ଆପଣ ଯଦି ଚାହିଁବେ
ଏଟା କୋଉଠି ବି ଆପଣ ଚ୍ୟାଲେଞ୍ଜ କରିପାରିବେ। ଟ୍ରଷ୍ଟ ର ଆକାଉଣ୍ଟ ରୁ ଯୋଉ ଟଙ୍କା ବି ସାଂସନ ହବ କି ଲୋକଙ୍କ କାହା ବି ପାଖକୁ ଯିବ ସେ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ପାଇଁ ଯିବା କଥା। ଆପଣ ଟ୍ରଷ୍ଟ ର ଚେକ୍ ଦଉନାହାନ୍ତି। ଆଉ ଯଦି ପର୍ସନାଲ ଚେକ୍ ଆପଣ ଦଉଛନ୍ତି, ପର୍ସନାଲ ଚେକ୍ ତ ଆଜି ପର୍ଯ୍ୟନ୍ତ ମୁଁ କାହିଁ ଜାଣିନି ପର୍ସନାଲ ଚେକ୍ କିଏ କାହାକୁ ଦେଇକି କହିପାରିବ ଯେ ସେଟା ରିଲିଜ ଅର୍ଡର, ତମକୁ ପଇସାର ରିଲିଜ ଅର୍ଡର ଦେଲେ ପଇସା ରିଲିଜ ହବ। ମୁଁ ତ ଆଜି ପର୍ଯ୍ୟନ୍ତ କାହାକୁ ଶୁଣିନି ଯେ ପର୍ସନାଲ ଚେକ୍ ଦେଇକି ରିଲିଜ ଅର୍ଡର ଦେଲେ ଯାଇକି ସାଙ୍ଗସନ ହବ, ନହେଲେ ସାଙ୍ଗସନ ହେଇପାରିବନି। ଆଜି ପୁଣି ଗୋଟେ ସିଏ ବାର୍ତ୍ତା ଦେଇଛନ୍ତି, ମୁଁ ଶୁଣୁଥିଲି ସିଏ ଗୋଟେ ବାର୍ତ୍ତା ଦେଇଛନ୍ତି ଯେ ଆଜି ଚେକ୍ ନ ଲାଗିଛି 5 ଦିନ ପରେ ଚେକ୍ ଲାଗିବ। ଆରେ 5 ଦିନ ପରେ ଚେକ୍ କାହିଁକି ଲାଗିବ? ତୋର ଯଦି ଦମ ନାହିଁ ଆଜି ଚେକ୍ ଦେଇକି ଆଜି ଲଗେଇବା ପାଇଁ ଦଉଛୁ କାହିଁକି ତୁ ଚେକ୍? ତୁ ଯୋଉ କଥା କହୁଛୁ ମତେ ଲୋକ କହିଲା ବେଳକୁ ଅପପ୍ରଚାରରେ ମୋ ଲୋକଙ୍କର ମାନସିକ ସନ୍ତୁଳନ ବିଗିଡି ଯାଉଛି। ତୁ ଯୋଉ କାମ ଗୁଡା କରୁଛୁ ସେଥିରେ ଲୋକଙ୍କର ମାନସିକ ସନ୍ତୁଳନ ବିଗୁଡୁନି। ଆମେ ଏଇ ସତ କଥା ଗୁଡା କହିଦେଲା ବେଳକୁ ଭାରି ଦେହରେ ବାଧି ଯାଉଛି। ତମର ମାନସିକ ସନ୍ତୁଳନ ଭାରି ଲୋକଙ୍କର ବିଗିଡି ଯାଉଛି। ଲୋକଙ୍କୁ ତମେ 1.5 ବର୍ଷ ହେଲା ଭଣ୍ଡେଇ ରଖିଛ, ତାଙ୍କର ଆଉ ମାନସିକ ସନ୍ତୁଳନ ବିଗୁଡୁନି। ଆମେ ଖାଲି କହିଦେଲା ବେଳକୁ ୟୁଟ୍ୟୁବ ରେ ମାନସିକ ସନ୍ତୁଳନ ବିଗିଡି ଗଲାଣି। ମୁଁ ଏଇ ୟୁଟ୍ୟୁବ ମାଧ୍ୟମରେ ବି କହୁଛି, ଯୋଉ ମାନଙ୍କର ମାନସିକ ସନ୍ତୁଳନ ବିଗିଡି ଯାଉଛି ସିଏ ଭିଡିଓ ଟୋଟାଲି ଦେଖନ୍ତୁନି। ଏଠି କାହାକୁ କଣ ଘରେ ଯାଇକି କୁହା ହଉଛି ଭାଇ ଏ ଭିଡିଓ ଆଇଲା ଆପଣ ୟୁଟ୍ୟୁବ ରେ ଦେଖନ୍ତୁ। ଯାହାର ଇଣ୍ଟରେଷ୍ଟ ଅଛି ସେ ଭିଡିଓ ଦେଖିବ, ଯାହାର ଇଣ୍ଟରେଷ୍ଟ ନାହିଁ ସେ ନ ଦେଖିବ। ଆଉ ଆଜିକା ଡେଟ ରେ ବି ମୁଁ କହୁଛି, ଆଜି ନୁହେଁ ଆପଣଙ୍କର ମୋର ବର୍ଷେ ପରେ ବି କଥା ହବା, ପୁଣି ଫୋନ କରିବେ କଥା ହବା। ମୁଁ ଗୋଟିଏ କଥା ଆପଣଙ୍କୁ କହୁଛି, ସେ ବର୍ଷେ ପରେ ବି ଯଦି ପ୍ରୋଜେକ୍ଟ ଦେଇଥିବ, ଆପଣ ମତେ ରାସ୍ତାରେ, ଆପଣ ତ ମତେ ଚିହ୍ନିଛନ୍ତି, ବରଡା ବାବୁ ସିନା ମତେ ଜାଣିନାହାନ୍ତି, ଆପଣ ମତେ ଚିହ୍ନିଛନ୍ତି। ନିଶ୍ଚିତ ଆପଣ ମତେ ରାସ୍ତାରେ ନଙ୍ଗଳା କରିକି ନେଇକି ଯିବେ। ଯୋଉ ଲୋକମାନେ ଆପଣଙ୍କର ୟୁଟ୍ୟୁବ ରେ ଥିବେ ଲୋକମାନେ, ଆପଣ ସେଇଦିନ ତାଙ୍କୁ ଡାକିବେ। ଦୀପକ ବରଡା ବାବୁ ଦେଇଛନ୍ତି ପ୍ରୋଜେକ୍ଟ, ଏ ଭାଇ ଜଣକ ମିଛ କହୁଛନ୍ତି କି ଏ ଭାଇଙ୍କି ଦୀପକ ବରଡା ବାବୁଙ୍କ ପାଖରେ କିଛି ଲିଟିଗେସନ ନଥିଲା ଭାଇଙ୍କର, ଏ ଭାଇଙ୍କର ସବୁ ପଇସା ଦୀପକ ବରାଡ ଫେରେଇ ଦେଇଛନ୍ତି, କି ଦୀପକ ବରାଡ କି ଟୋଟାଲି ପଇସା ନ ଦେଇକି ମିଛ ପ୍ରଚାର କରୁଛନ୍ତି। ଆସନ୍ତୁ ଆମେ ମିଶିକି ସେ ଭାଇକି ମାରିବା। ତମେ ମାନେ ମତେ ଯାହା ପନିଶମେଣ୍ଟ ଦବ ମୁଁ ନବାକୁ ରେଡି ଅଛି। କିନ୍ତୁ ଦୀପକ ବାବୁ ଆଗେ ନିଜ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରନ୍ତୁ। ସିଏ ଯୋଉ କହୁଛନ୍ତି ଯେ ଭଗ ସାଇରାମ ସଦ୍ବୁଦ୍ଧି ଦିଅନ୍ତୁ। ମୁଁ ଆଜି ଗୁରୁବାର ଆପଣଙ୍କୁ କହୁଛି, ସାଇବାବାଙ୍କ ବାର ଆଜି ଗୁରୁବାର କହୁଛି, ସାଇବାବା ଦୀପକ ବାବୁଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ। କାଲିକା କଥା ଦେଖନ୍ତୁ, କାଲି ଗୋଟେ ବାର୍ତ୍ତା ଦେଇଥିଲେ ଦିନେ 2 ଦିନ ଭିତରେ ଚେକ୍ ଲାଗିବ। କାଲି ଗୋଟେ ଆଜ୍ଞା ଦିନ ଆଜ୍ଞା ଗଲା, ଆଜି ଗୋଟେ ଦିନ, 2 ଦିନ ହେଇଗଲା। ହଁ କାହାର ଚେକ୍ ଲାଗିଗଲା, କାହାର କ୍ଲିୟର ହେଇଗଲା। କାହାର କିଛି ଚେକ୍ ହେଇନି। ଲାଗିଗଲା, କାହାର କ୍ଲିୟର ହେଇଗଲା। ଟୋଟାଲି ହେବେନି। ସିଏ ଆଜ୍ଞା ବହୁତ ଚାଲାକ। ସେ କାହିଁକି ଦିନେ 2 ଦିନ କହିଲେ, ମୁଁ କାରଣ ଟା କହିଦଉଛି। ଆଜି ଆଜ୍ଞା ଗୁରୁବାର ହେଲା, ଆଜ୍ଞା କାଲି ଗୋଟେ ଲୋକ ଚେକ୍ ଲଗେଇଲେ, ଯେହେତୁ ଅଦର ବ୍ୟାଙ୍କ ଚେକ୍ ହେଇଥିବ ଜମା କ୍ଲିୟର ହବନି। ନାଇଁ ସଟରଡେ ସଣ୍ଡେ ବ୍ୟାଙ୍କ ଛୁଟି, ପୁଣି 2 ଦିନ ପଳେଇଲା ସୋମବାର। ସିଏ ଆଜ୍ଞା ଗୋଟେ କଥା ମନେ ରଖନ୍ତୁ, ସିଏ କେବଳ ଟାଇମ ଗଡେଇବା ଜାଣିଛନ୍ତି, ଆଉ କିଛି ଜାଣିନାହାନ୍ତି। ମୁଁ ପର୍ସନାଲ ଏକ୍ସପିରିଏନ୍ସ ରୁ କହୁଛି। ମୁଁ ଆଜ୍ଞା ଦେଖନ୍ତୁ, ମୁଁ ଆପଣଙ୍କୁ ବାର୍ତ୍ତା ଦେଇଦେଲେ ହେଲା, ମୋ ଆଜ୍ଞା ପଇସା ମତେ ରିଟର୍ଣ ମିଳିଯିବ ତାର କିଛି ମାନେ ନାହିଁ। କିନ୍ତୁ ମୁଁ ଏତିକି ଚାହୁଁଛି, ଲୋକମାନେ ତାକୁ ପଇସା ଦବା ବନ୍ଦ କରିଦେଲେ। ସେ ଯୋଉ ପ୍ରହସନ କରୁଛି, ଡ୍ୟାନ୍ସ ବାଜି କରୁଛି, ସବୁ ଦିଲ୍ଲୀ ପଳଉଛି, କୋଟ ପିନ୍ଧିକି ବୁଲୁଛି, ସେଗୁଡା ବନ୍ଦ ହେଇଯିବ ଆଜ୍ଞା। ଆମ ସମୟରେ ସେ ସବୁ ଜିନିଷ ନଥିଲା। ହାଫ ସାର୍ଟ ପିନ୍ଧିକି ବୁଲୁଥିଲା, ଗୋଟେ ଗ୍ରେଜିୟସ ସ୍କୁଟି ଧରିକି ବୁଲୁଥିଲା। ଆମେ ଗଲେ ଆମକୁ ଲେମ୍ବୁ ପାଣି ପିଇବାକୁ ଦଉଥିଲା। ଆଜି ନାଟକ କରିକି 5 ଲକ୍ଷ ଟଙ୍କା ସାରି ଦଉଛି। ସେସବୁ ପ୍ରହସନ ନଥିଲା ସେ ସମୟରେ। ପଇସା ଆମେ ଏତେ ଦେଇନଥିଲୁ, ତାକୁ କରୁନଥିଲୁ। ଏଇ ଓଡିଶା ଯାକ ଲୋକ ତାକୁ ଯୋଉ 2 ଲକ୍ଷ 3 ଲକ୍ଷ 5 ଲକ୍ଷ 10 ଲକ୍ଷ ଲେଖା ଦେଇକି ଛତିଶଗଡରୁ କୋଟି କୋଟି ଟଙ୍କା ଉଠେଇକି ସେ ଯୋଉ ନାଟକ କରୁଛି, କେବଳ ତା ପାଖରେ ପଇସା ଅଛି ବୋଲି। ତା ଆଖ ପାଖରେ ଯୋଉ ବଡିଗାର୍ଡ ବି ରଖୁଛି, ସେ ଯୋଉ ବଡିଗାର୍ଡ ଆଉ ପଇସା 6 ମାସ ଦବା ପଇସା ବନ୍ଦ କରିଦିଅନ୍ତୁ। ଷ୍ଟାଟସ ଟା ତାର ଗୋଟେ ଦୀପକ ବରାଡ ଗୋଟେ କଥା ଆମକୁ କହିଦଉ ଯେ ମୋର ଆଜ୍ଞା ଏଇ ବିଜନେସ ଟା ଚାଲିଛି, ମୁଁ ସେଇଥିରେ ଏମିତି ଷ୍ଟାଟସ ମେଣ୍ଟେନ କରୁଛି। ସେ ଗୋଟେ କହିଦଉନି। ଆମ ସମୟରେ ମତେ କହୁଥିଲା ଯେ ମତେ ସାଇ ଟ୍ରଷ୍ଟ ରୁ ପଇସା ମିଳୁଛି। ମୁଁ ଆଜ୍ଞା ପୁରା ବିଶ୍ୱାସ କରନ୍ତୁ, ମୁଁ ଆପଣଙ୍କୁ କହୁଛି, ଆର ଟ୍ରଷ୍ଟ ଟା ହିଁ ସିଏ ଏବେ ନିଜେ ଗଢିଛି। ଆମେ ମାନେ ଗଢିଛୁ, ସିଏ ଗଢିନି। ଆମେ ମାନେ ଯାଇକି ଭୁବନେଶ୍ୱର କୋର୍ଟରେ ପଇସା ଦେଇକି ତାକୁ ବନେଇଥିଲୁ। ସିଏ ନିଜେ କହିଥିଲା, ସେ ଓକିଲ ପାଖକୁ ଗୋଟେ ନାଁ ଦେଇଥିଲା। ସେ ଓକିଲ ନାଁ ଟା ବି କଣ ମୁଁ ଭୁଲିଗଲିଣି। ସେ ଓକିଲ ପାଖକୁ ଯାଇକି ଆମକୁ ଦେଇକି ନମ୍ବର ଦେଇକି ପଠେଇଥିଲା। ଆମେ 6-7 ଜଣ ଯାଇକି ଆଜ୍ଞା ଦେଇଥିଲୁ। ହେଇଗଲା। ମୁଁ ଭାଇ ଦେଖନ୍ତୁ, ଖଟିଲେ ଆମେ ଖାଉଛୁ। ତା ବିଷୟରେ ମତେ କହିବାକୁ ବି ଆଉ ଇଚ୍ଛା ନାହିଁ। ଏତିକି ଲାଷ୍ଟକୁ କହିବି, ଏକଦମ ଟାଉଟର ଟା, ଏକଦମ ଶଳା ବାଜ୍ୟ ଲୋକଟା। ତାର ଯଦି ଦମ ଅଛି, ସିଏ ସିଧା ଲୋକଙ୍କ ନାଁରେ, ଆପଣଙ୍କ ନାଁରେ କେସ୍ କରିଦବ। ଆପଣ ମୋ ନାଁରେ କେସ୍ କରିଦେବେ ହେଲା। ଆପଣ ତ ମୋ ଆଡ୍ରେସ ନାଁ ଗାଁ ଭଲସେ ଜାଣିଛନ୍ତି। ନିଶ୍ଚିତ ଆପଣ ମୋ ନାଁରେ କେସ୍ କରିଦେବେ। ସେ ଆପଣଙ୍କ ନାଁରେ କେସ୍ କରି, ଆପଣ ମୋ ନାଁରେ କେସ୍ କରିଦେବେ। ମତେ ଟଣେଇକି ନେଇଯିବେ। ଯଦି ମୁଁ ଦଣ୍ଡ ପାଇବାର ଥିବ, ମୁଁ ଦଣ୍ଡ ପାଇବି। ଆଉ ସିଏ ଯୋଉ କହୁନି, ମୁଁ ଆଜିକା ଲାଷ୍ଟରେ ବି କହୁଛି,
ଗୋଟେ ଫିଲ୍ମରେ ଡାଇଲଗ ମାନ ନଥିଲା ନା ମିହିର ଦାସ, ଭଗବାନଙ୍କୁ ଡର ରେ ଭଗବାନଙ୍କୁ ଡର। ତାକୁ ବି ମୁଁ କହୁଛି ଭଗବାନଙ୍କୁ ତୁ ସତରେ ଡର। ତୋର ବି ଛୁଆ ପିଲା ଅଛନ୍ତି, ତୁ ସିନା ଠକି ଦଉଛୁ, ତୋ ଛୁଆ ପିଲା ବି ଏମିତି ଗୋଟେ ଦିନ ଟାଇମ ପଳେଇ ଆସିବ, ତୁ ଯୋଉ ଭୁଲ କାମ କରୁଛୁ ତୋ ପୁଅ ଭୋଗିବ ସେ ଜିନିଷ। ତାକୁ ସେଦିନ ବି ମୁଁ କହିଥିଲି, ଆଜି ବି କହୁଛି। କାହିଁକି ନା ଶୁଣନ୍ତୁ, ଏଇ ଜନ୍ମର ଫଳ ଏଇ ଜନ୍ମରେ ହିଁ ତୁ ପାଇକି ଯିବୁ। ବୁଝିପାରୁଛନ୍ତି? କେତେ ଦିନ ତୁ ଆଉ ଲୋକଙ୍କୁ କିଛି କହିକି ପ୍ରୋଜେକ୍ଟ ନେଇପାରିବୁ ନା? ଆମ ବେଳକୁ ସାଇକୁଡିଆ ସାଇକୁଟରେ କହିକି ପ୍ରୋଜେକ୍ଟ ନେଲୁ, ଏବେ ବେବି ଫୁଡ ପ୍ରୋଜେକ୍ଟ ଗଲା ତୋର। ଆଉ କଣ ଗୋଟେ ନୂଆ ବାହାର କରିକି ତୁ ପଇସା ନ ବୋଲି ପୁଣି ରହିଥିବୁ? ଆଉ ତ ନେଇପାରିବୁନୁ। କଣ କରିବୁ? ତତେ ଭଗବାନ ସଦ୍ବୁଦ୍ଧି ଦିଅନ୍ତୁ। ତୁ ଆସେ, ମୋ ପାଖରେ ସବୁ ଜିନିଷର ପ୍ରମାଣ ଅଛି ଆଜ୍ଞା। ଜାଣିଛନ୍ତି? ସେ ମୋ ନାଁରେ ଆପଣଙ୍କ ନାଁରେ କେସ୍ ଦେଲେ, ଆପଣ ମତେ ନେଇ ଥାନାରେ ଛିଡା କରିଦେବେ କି କୋର୍ଟରେ ଛିଡା କରିଦେବେ, ମୁଁ ଗୋଟି ପ୍ରମାଣ ଦେବି। କେତେ ଜଣ ମୋ ପଇସା ଫେରି ପାଇବାକୁ ମଧ୍ୟସ୍ଥତା କରିଥିଲେ। ମାନେ କେତେ ଜଣ ଆଉ ଗୋଟେ କଥା ହଉଛି କଣ, ସେ କେସ୍ ତ ଆମ ନାଁରେ ଦଉ ଦେଲେ ତ ତର୍ଜମା ଚାଲିଲେ ନିଶ୍ଚିତ ଭାବରେ ସତ୍ୟ ସତ୍ୟ ବାହାରିବ। କିନ୍ତୁ ଯୋଉ ଡିସି ମାନେ ବର୍ତ୍ତମାନ ବି ସୁଦ୍ଧା ଲୋକଙ୍କୁ ଭଣ୍ଡଉଛନ୍ତି, ବା ଯୋଉମାନେ ଜିପି କୋଅର୍ଡିନେଟର ମାନେ ଅଛନ୍ତି, ବିସି ମାନେ ଭାଇ ମୁଁ ଅଛନ୍ତି, ଗୋଟେ ତାଙ୍କୁ ସିଧା ଭଣ୍ଡେଇ ଚାଲିଛି। କହିଦଉଛି ଶୁଣନ୍ତୁ, ସିଏ ଗୋଟେ ମୁଁ କହିଦଉଛି ଶୁଣନ୍ତୁ, ଯୋଉ ଡିସି ମାନେ ଅଛନ୍ତି ତାଙ୍କ ଦୋଷ ମୁଁ କେବେ ଦେବିନି। କାହିଁକିନା ଆଜ୍ଞା ସିଏ ଗୋଟେ ଏମିତି ହରଡ ଘଣାରେ ଆପଣ ଯାଇକି ତା ଭିତରେ ପଶିଯିବେ, ଆପଣ ସେଠୁ ସତ୍ୟରେ ବାହାରି ପାରିବେନି। ଯେପର୍ଯ୍ୟନ୍ତ ଆପଣ ଗୋଟେ ଡେୟାରିଂ ପିଲା ନ ହେଇଥିବେ, ଯେ ପର୍ଯ୍ୟନ୍ତ ଆପଣଙ୍କର ଡେୟାର ନଥିବ ଯେ, ସତ କଥା ହେଲା ଭାଇ ଶୁଣନ୍ତୁ, ଡିସି ମାନେ ଆ କଥାରେ ଲୋକମାନଙ୍କୁ କହିକି ପଇସା ଆଣିଛନ୍ତି। ଇଏ ଯଦି କାଲି ସକାଳେ ତାଙ୍କ କଥା ମାନିକି ପୁଣି ପଇସା ନ ନବ, ସେ ମନା କରିଦବ। ଦେଖୁନାହାନ୍ତି ବାର୍ତ୍ତା ଏବେ ଦଉଛି, ଆପଣ ମାନେ ଯୋଉ ଡିସି ମାନଙ୍କ ପାଖକୁ ଯାଇ କୁହନ୍ତୁ ଆମ ପ୍ରୋଜେକ୍ଟ କାଇଁ ମିଳିଲାନି। ଆରେ ତୁ ତ ଏମିତି କାଢୁଆ, ତୁ ତ ସବୁ ବାର୍ତ୍ତା ଦଉଛୁ, ତୁ କହୁନୁ କାହିଁକି? ତୁ କଣ ଡିସି ମାନଙ୍କୁ ପ୍ରୋଜେକ୍ଟ ଦଉଛୁ, ଡିସି ମାନେ ମନା କରୁଛନ୍ତି ଆମେ ନବୁନୁ? ଏଟା କି ଅଜବ କଥା ଦେଖିଲେ। ସେ ଯୋଉ ଗୋଟେ ବାର୍ତ୍ତା ଦଉଛି ଯେ ଡିସି ମାନଙ୍କୁ ଯାଇକି ଆପଣ ମାନେ ପଚାରନ୍ତୁ ଆମର ପ୍ରୋଜେକ୍ଟ ଆସିବା କାହିଁକି ବିଳମ୍ବ ହଉଛି। ଆରେ କାହିଁକି ବିଳମ୍ବ ହଉଛି ତୁ ନିଜେ କହୁନୁ? ତୁ ତ ଆଜିକା 50ଟା ଡେଟ୍ ଗଡଉଛୁ, ଆଜି ଦେବି କାଲି ଦେବି, ଚେକ୍ ଲଗେଇବ ପହନ ନବ। ଡିସି ମାନଙ୍କ ଆଡୁ କାହିଁକି ପେଲୁଛୁ କଥାଟାକୁ? ଲୋକ ଯାଇକି ଡିସି ମାନଙ୍କୁ ଶୋଧିବେ, ତୁ ଯାଇ ଘରେ ଦିଲ୍ଲୀରେ ଘରେ ବସିକି ତୁ ଏଠି ନାଟକ ଚଲେଇବୁ। ଖାଲି ହାତ ଯୋଡି ଦେଇକି। ଆଉ ଗୋଟେ ଆଜିକା ଡେଟରେ ମୁଁ ସତରେ ପଚାରିବାକୁ ଚାହୁଁଛୁ, ସେ ପ୍ରତି ବାର୍ତ୍ତାରେ ସେ ଯୋଉ କଥାଟା କହୁଛି, ସାଇରାମ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। କଣ ପାଇଁ ଶୁଭେଚ୍ଛା ଅଭିନନ୍ଦନ? ତୁ ଆମକୁ ପଟି ମାରି ଦେଇଛୁ ବୋଲି ଶୁଭେଚ୍ଛା ଅଭିନନ୍ଦନ ନା କଣ ପାଇଁ? କୋଉ ଭଲ ଜିନିଷ ଟା ତୁ କରିଦେଇକି ଶୁଭେଚ୍ଛା ଅଭିନନ୍ଦନ ତୁ ମତେ କହୁଛୁ କହିଲୁ? ଆଉ ଗୋଟେ କଥା କହୁଛି, ମୋର କର୍ମକର୍ତ୍ତା ମାନେ ସଂଗ୍ରାମୀ। ତୁ ଗୋଟେ ଡାଉନ ଦ ଲେବୁଲ ଯାଇ କେବେ ଟ୍ରାଏ କରିଛୁ ବୁଝିବା ପାଇଁ ଲୋକମାନେ ତୋ ପାଖରେ ରହି କେମିତି ଚଳୁଛନ୍ତି? ତତେ ଯୋଉ ପଇସାଟି ଆଣିକି ଦଉଛନ୍ତି କେତେ କଷ୍ଟରେ ଦେଇଛନ୍ତି ଜାଣିଛୁ? ଆଉ ତୁ ଯୋଉ ଲୋକଙ୍କ କତିରୁ ପଇସା ଆଣିକି ତୁ କେବେ ବି କାମ ମିଟେଇଛୁ ମୁଁ ଜାଣିଛି। ତୋର ଯୋଉ ସମୟରେ ଓଡିଶା ବେବି ଫୁଡ ଚାଲୁନଥିଲା, ତୁ ବି କେତେ ଲୋକଙ୍କ କତିରୁ ଧାର ଆଣିକି ପଇସା କାମ ଚଲେଇଛୁ। ତତେ ବା ସେ ଯୋଉ ଇଣ୍ଟରେଷ୍ଟ ପଇସା ନେଇଛନ୍ତି, ତ ବେକରେ ଗାମଛା ପକେଇକି ଇଣ୍ଟରେଷ୍ଟ ପଇସା ନେଇଛନ୍ତି। ସେମିତି ତୁ କାହିଁ ଭାବୁନୁ ଯେ ସମସ୍ତଙ୍କ କତିରେ ପଇସା ନଥିବ, କିଏ ତ ଧାର ଉଧାର କରିକି ଦେଇଥିବ ପଇସା ତତେ? ତାକୁ କଣ ତା ସୁଦିଆ ଲୋକ ଛାଡି ଦଉଥିବେ? ତତେ ଯେମିତି ଆଜି କହିଗଲେ ଭାରି ବାଧୁଛି, ତାଙ୍କୁ ଆସିକି 50ଟା ଲୋକ ଯେତେବେଳେ ଗୋଟେ ଡିସି କି ଘର ଲୋକ ସାମ୍ନାରେ ଆସି ସେ ଲୋକମାନେ ବେଜିତ କରୁଥିବେ କାହିଁକି ପ୍ରୋଜେକ୍ଟ ହେଲାଣି, ତାଙ୍କୁ କଣ ଆଜ୍ଞା ଭଲ ଲାଗୁଥିବ? ଏତିକି ସିଏ ବୁଝିପାରୁନି, ଗୋଟେ ମାନବିକତା ଦେଖଉଛି ସିଏ। କି ସମାଜସେବୀ ମତେ ସିଏ କହିଲ ଭାଇ? କି ସମାଜସେବୀ ମତେ କହିଲ? ମୁଁ ବାର୍ତ୍ତା ଦଉଛି, ମୁଁ ତମ ନାଁରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି। ତୁ ବା ପୂର୍ବ ଥର ଗୋଟେ ଥର କହିଥିଲୁ, ମୁଁ ଶୁଣିଥିଲି ଯେ ଆଇନଗତ କାର୍ଯ୍ୟାନୁଷ୍ଠାନ। କୋଉଠି କାର୍ଯ୍ୟାନୁଷ୍ଠାନ ନେଲୁ? ତତେ ବା ପ୍ରଥମରୁ ସେ କହିଥିଲେ ଯେ 72 ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନେବେ। 72 ଘଣ୍ଟା ହେଇ 72 ଦିନ ହେଇ 72 ଘଣ୍ଟା କଣ 72 ବର୍ଷରେ ବି ନେଇପାରିବନି। କାରଣ ସିଏ ବା ନିଜେ ଭୁଲ, ତା ପାଖରେ ସତରେ ପ୍ରୋଜେକ୍ଟ ଆଣିଛି ନା। ଆପଣ ଗୋଟେ ଏତେ ବଡ ଚ୍ୟାଲେଞ୍ଜ ଦେଲେ, ଯଦି ମୁଁ ସତ୍ୟ, ମୁଁ ତ ଆପଣଙ୍କୁ ସତ ଦଉଛି ଯେ ମୁଁ ସତ୍ୟ, ମୋ ପାଖରେ ସବୁ ପ୍ରମାଣ ଅଛି ଯେ ସିଏ କରୁଛି। ଆପଣ ତାକୁ ପ୍ରମାଣ ମାରିଲେ 12/8 ସିଏ ଦେଇପାଇଲା ନା? ମତେ ଗୋଟେ କଥା କହିଲେ ଆଗେ। ସିଏ ତାର କଥା ଦେଇଥିବା କଥା ଆଗେ ରଖୁନି। ସିଏ ମୁଁ 12/8 ମୁଁ ଯୋଉ ପ୍ରୋଜେକ୍ଟ, ତାକୁ ଯୋଉ ପ୍ରୋଜେକ୍ଟ ସାଙ୍ଗସନ ହେଇଛି, କାହାକୁ ତ ଗୋଟେ ଶୁଣନ୍ତୁ, ଛୋଟିଆ ଆପଣ ଗୋଟେ ଦୋକାନକୁ ଗଲେ ପଇସା ଦେନେ ସେ ବିଲ୍ କାଟିକି ଗୋଟେ ଆପଣଙ୍କୁ ଦଉଛି ଜିନିଷ ପାଇଁ। ତୁ ତ ଆଜ୍ଞା ଯାହାକୁ ଏତେ ପଇସା ଦେଇଥିବୁ କାମ ଦାମ କରିବା ପାଇଁ, ଯୋଉଠୁ ପ୍ରୋଜେକ୍ଟ ଆଣିଥିବୁ, ସେ ତ କିଛି ଖଣ୍ଡେ ତ କାଗଜ ଦେଇଥିବେ ନା ନାଇଁ? ମତେ କହିଲ। ତତେ ନିଶ୍ଚିତ ଆଜିକାଲି ତ ସବୁ ମେଲ ରହୁଛି ଆଜ୍ଞା। ମଝିରେ ଏମିତି ଗୋଟେ ଚାଲିଲା, ସବୁ ଲୋକଙ୍କୁ କହିବ, ଆମ ମାନଙ୍କୁ କହିଥିଲା ହଁ ଯେ ଆପଣ ମତେ ସବୁ ମେଲ କର, ପ୍ରୋଜେକ୍ଟ ହାଉସ କଣ ପ୍ରୋଜେକ୍ଟ ହାଉସ ମୁମ୍ବାଇ, ଏମିତି କହି ଗୋଟେ ନିଜେ ଆଜ୍ଞା କରିଦେଇକି ସେଟା କଲେ। ଯୋଉ ପ୍ରହସନ ତାର କୁହନ୍ତୁନି। ଆଉ ଗୋଟେ କଥା ଭାଇ, ଯୋଉ ଦର୍ଶକଙ୍କର ପ୍ରୋବ୍ଲେମ ହଉଛି ଆମ କଥା ଶୁଣିବା ପାଇଁ, ମୁଁ କହୁଛି ଭାଇ, ସ୍ପେଶଆଲି ମୁଁ ଯୋଉ କଥା କହୁଛି ସେ ନ ଶୁଣନ୍ତୁ। ମୋର କିଛି ଫରକ ପଡିବନି, ସେ ନ ଶୁଣିଲେ ମୋର କଣ ଉପାସ ରହିଯିବି କି ମୁଁ? ତମେ ଯୋଉ ଆଉ ପଇସା 5,000 କି 10,000 ଦେଇଥାନ୍ତ, ନିଜ ସ୍ତ୍ରୀ ଛୁଆ ପିଲା ପଛରେ ଖର୍ଚ୍ଚ କରିଦିନ ବରଂ ତମ ଲାଭ ହବ। ତାକୁ ଦେନେ କଣ ହବ? ସିଏ ତା ସ୍ତ୍ରୀ ଛୁଆ ପିଲା ପଛରେ ଖର୍ଚ୍ଚ କରୁଛି, ଲାଭ କଣ ହବ? ଆପଣ ମାନଙ୍କ ପଇସା ନେଇକି ସେଠି ନାଟକ କରୁଛି, ଆପଣ ମାନେ ଜାଣିପାରୁନାହାନ୍ତି?
ଗୋଟେ ତାର ଗୋଟେ ଷ୍ଟାଟସ ମୁଁ ଆପଣଙ୍କୁ କହୁଛି, ଆପଣ 3 ବର୍ଷ ତଳକୁ ତା ଷ୍ଟାଟସ ଟା ଫେରି ଯାଆନ୍ତୁ, ସେ ଗୋଟେ ଗ୍ରାଜିଆ ସ୍କୁଟି ଚଲେଇକି ବୁଲୁଥିଲା, ସତ କହୁଛି ତମକୁ ଭାଇ। ଏଟା ପଚାରିଦେବେ ସୁନାଖଳା ମାର୍କେଟରେ ବି ଯାଇକି ପଚାରିଦେଲେ ଲୋକ କହିଦେବେ, ମାଛ ଦୋକାନରେ ବାକି ରଖିଥିବ ଦେଇ ନଥିବ, ତାକୁ ଲୋକ ମା ବୋଉ ନେଇ ଶୋଧିବେ, ଦେଇ ସାରିଲା ପରେ ପଇସା ଲୋକ କିଏ ଯାଇଥିବେ ତାଙ୍କର ଆଣିବା ପାଇଁ, ଯେ ସିଏ ଦୋକାନୀ ଆଗେ କହିବ ଯେ ଏଇ ସେ ଦୀପକ ବରାଟା ପଇସା ବାକି ରଖିଥିଲା, ତାକୁ କୁହ ଆଗେ ଆସିକି ଦବ ପଇସା, ତାପରେ ତୁ ମାଛ ନବୁ। ମୁଁ ନିଜେ ଶୁଣିକି ଆସିକି ଲୋକ କୁହନ୍ତି, କାହିଁକିନା ସେତେବେଳେ ତା ପାଖରେ ପଇସା ନଥିଲା, ଆମ କତିରୁ ଯେତିକି ପଇସା ଲୁଟିକି ନେଇକି ବର୍ଷେ ଖଣ୍ଡ ପୁରା ଆରାମରେ ଚଳିଲା। ତାପରେ ପୁଣି ଅଭାବ ପଇଲା, ତାକୁ ଭଗବାନ ପୁଣି କରୋନା ଭଳିଆ ଗୋଟେ ଭଲ ଜିନିଷ ତାକୁ ବରଦାନ ଦେଇଦେଲେ। କରୋନାରେ ତାକୁ ଆଉ ବର୍ଷେ 1.5 ବର୍ଷ ଲୋକ କେହି କିଛି କହିଲେନି ହେଲା, ସିଏ ଏମିତି ଆଜ୍ଞା ଚାଲିଗଲା। ମୁଁ ବି ଭାଇ ଦେଖ ଗୋଟେ ସିଧା କଥା ଆପଣଙ୍କୁ କହୁଛି, ମୋ କଥା ଆପଣଙ୍କୁ ମିଛ ଲାଗୁଛି, ସେ ଯଦି ମୋ ପାଇଁ ଆପଣଙ୍କ ନାଁରେ କେସ୍ କରୁଛି, ଆପଣଙ୍କୁ ମୁଁ ଆଜି ବି ଏଇ ଆପଣଙ୍କ ଫୋନ ରେକର୍ଡିଂ ଆପଣ କରୁଛନ୍ତି, ଆପଣ ଆଜ୍ଞା ଆଜ୍ଞା ରଖିଥାନ୍ତୁ, ଆପଣ ମୋ ନାଁରେ କେସ୍ କରିଦେବେ, ମୁଁ କେସ୍ ସାମ୍ନା କରିବାକୁ ରେଡି ଅଛି। ସେ ମୋ ସହିତ ସାମ୍ନା ସାମ୍ନି ଲଢୁନି, ସିଏ ମୋ ସହିତ ସାମ୍ନା ସାମ୍ନି ଲଢୁ। ଆଉ ସିଏ ଯୋଉ କଥା କହୁନି ଯେ ଦେଇଥିବା ଲୋକ ମତେ ଆସିକି ଅଫିସରେ ଆସି କାର୍ଯ୍ୟାଳୟରେ କରୁ, ମୁଁ ଆପଣଙ୍କ ମାଧ୍ୟମରେ କହିଦଉଛି, ପଇସା ଦେଇଛି ତୋ ଅଫିସ ଯାଇକି, ତୁ ମତେ ପଇସା ମୋ ଘରେ ଆସିକି ଦେଇକି ଯିବୁ। ଯୋଉ ଦିନ ତତେ ମୁଁ ଧରିବି, ମୁଁ ଯଦି ଗୋଟେ ବାପର ଛୁଆ ହେଇଥିବି ତୁ ମୋ ପାଖରୁ ଖସିଯିବୁ, ଆଉ ତୁ ଯଦି ଗୋଟେ ବାପର ଛୁଆ ହେଇଥିବୁ ତୁ ମତେ ରାସ୍ତା ଉପରେ ପ୍ରମାଣ କରି ଦେଖେଇଦବୁ ଯେ ତୁ ମୋ କତିରୁ ପଇସା ପାଇବାର ନାହିଁ, ତୁ ମତେ ମିଛ ପ୍ରମାଣ କରୁଛୁ। ମୁଁ ଆପଣଙ୍କୁ ଆଜି ଓପନ ଚ୍ୟାଲେଞ୍ଜ ଦେଇକି ତାକୁ, ଯୋଉ ଦିନ ତୁ ମୋ ହାତରେ ଧରିଯିବୁ, ମୁଁ 4 ବର୍ଷ ହେଲା ଯୋଉ କଷ୍ଟ ପାଇଛି ସବୁ ମୋ ଭିତରେ ଅଛି, ମୁଁ ଜମା ଭୁଲିନି। ବାଇକ ନେଇକି ନୟାଗଡ ମୁଁ 200 ଟଙ୍କାର ତେଲ ପକେଇବି ଯିବି, ହାରାହାରି 100 ଥର ଖଣ୍ଡ ତୋ ପାଖକୁ ଯାଇଥିବି, 4 ହ୍ୱିଲର ନେଇକି ଯାଇଥିବି। ତୁ କେତେ ମିଛ କହିକି ମୋ କତିରୁ ପଇସା ନେଇଛୁ, ତତେ ଭଗବାନ ବି ସହିବେନି। ମୁଁ କଥା କହିଲା ବେଳକୁ ଆଜ୍ଞା ମୋ ଦେହ ଗରମ ହେଇଯାଉଛି। ମୋ ସାମ୍ନାରେ ପଇଲେ ତା ଜାବଡା ମାରିକି ତା ଗାଲ ଆଗେ ଫଟେଇ ଦେବି ତା ଗାଲଟାକୁ, ତାପରେ ଆମେ କୋର୍ଟକୁ ଯିବୁ। କେବେ ମୋ ସହିତ ସାମ୍ନା ସାମ୍ନି ହଉ ସିଏ, କେବେ ସାମ୍ନା ସାମ୍ନି ହଉ। ରିସେଣ୍ଟଲି ତାକୁ ଗୋଟେ ଧରିବାକୁ ଚେଷ୍ଟା କରିଥିଲେ, ଲୁଚିକି ପଳେଇଲା, ଆସିଲାନି ସେ ଜାଗାକୁ। ଆଉ ଯୋଉ ଦିନ ସିଏ ବାଲେଶ୍ଵର ଯେତେବେଳେ ଆସୁଛି, ସେ ରାତିରେ ଆସୁଛି ଏବଂ ରାତିରେ ହିଁ ପଳେଇ ଯାଉଛି। ସେ ଯାଜପୁର ବି ଗୋଟେ ଦିନ ଆସିବାକୁ ଚେଷ୍ଟା କରିଥିଲା, ତାକୁ ମୁଁ ମାନେ ତାକୁ ଗୋଟେ ଦିନ ମୁଁ ଜଗିଥିଲି, ସେ ଯାଜପୁର ବି ସେ ଆସିଲାନି। ସେଦିନ ପ୍ରୋଗ୍ରାମ ଟା ବନ୍ଦ କରିଦେଲା। ଗୋଟେ ଦିନ ମୁଁ ଶୁଣିବାକୁ ପାଇଲି ରାତିରେ ଆସିକି, 1 ବେଳେ ରାତିରେ ଆସିଲା, ଫେରିକି ପଳେଇଲା। ମୁଁ କହିଲି ଯୋଉ ଦିନ ସିଏ ମୋ ହାତରେ, ମୁଁ ଆଜ୍ଞା କୋର୍ଟ କଚେରୀ ଜମା ଯିବିନି। କୋର୍ଟ କଚେରୀ ଯାଇକି ମୁଁ କାହିଁକି ଦୌଡିବି, ତୁ ପଇସା ନେଲା ବେଳକୁ ମୋ କତିରୁ 5 ଦିନ 10 ଦିନ କି 15 ଦିନ ପଇସା ନେଇଛୁ, ମୁଁ ତୋ କତିରୁ ଗୋଟିଏ ଦିନ ଆଦାୟ କରିମି ପଇସା। ମୁଁ ଆଜି ଆପଣ ସାମ୍ନାରେ କହୁଛି, ମୋ ନାଁରେ ସେ କଣ ଆଇନଗତ କାର୍ଯ୍ୟାନୁଷ୍ଠାନ ନବାର ଅଛି ସେ ନଉ। ମୁଁ ତାକୁ ଓପନ ଚ୍ୟାଲେଞ୍ଜ ଦଉଛି, ମୁଁ କୋଉ ଥାନା କୋର୍ଟ କଚେରୀ ଯିବିନି। ଥାନା କୋର୍ଟ କଚେରୀ ଯାଇକି ମୁଁ କାହିଁ ପଇସା ଖର୍ଚ୍ଚ କରିବି, ଜମା ଯିବିନି। ଯୋଉ ଦିନ ଧରା ପଡିବ ତାକୁ ପିଟିକି ପଇସା ନେବି, ସେଦିନ ପିଟିବି ଆଗେ ପଇସା ନେବି, ନହେଲେ ଶଳା ପଇସା ନ ପାଇବି ନାହିଁ ବାନ୍ଧିକି ପକେଇଦେବି। ଆସୁ, ମୁଁ ତାକୁ ଓପନ ଚ୍ୟାଲେଞ୍ଜ ଦଉଛି, ସିଏ ମତେ ଗୋଟେ ଡେଟ୍ କହି କହୁଛେ କେବଳ ତା ଏରିଆ ଛାଡିଦବ, ଖୋର୍ଦ୍ଧା ସେ କହିବନି ଯେ ମୋ ଅଫିସ ପାଖକୁ ମୁଁ ତା ଅଫିସ ପାଖକୁ ଯାଇକି ଯାତ୍ରା କରିବାକୁ ଚାହୁଁନି। ସତ କଥା କହୁଛି ଆପଣ ହେଲା, ତା ଆଜ୍ଞା ଅଫିସ ଆଜ୍ଞା ପାଖକୁ, ତା ଅଫିସ ଛାଡି ଦେଇକି ସିଏ ଆଉ କୋଉଠି ବି ମତେ ଯାଇକି ଓପନ ଚ୍ୟାଲେଞ୍ଜ ଦେଇକି ଆପଣଙ୍କ ୟୁଟ୍ୟୁବ ମାଧ୍ୟମରେ କହିବ, ହୁଁ ଆଜି ମୁଁ ଯାଉଛି ଏଇ ଜାଗାକୁ, ତୁ ସେ ଜାଗାକୁ ଆସେ, ତୋର ମୋର ଭେଟ ହବ। ମୁଁ ଆପଣଙ୍କୁ ସେଠୁ ଲାଇଭ ଭିଡିଓ କରିବି, ଲାଇଭ ଭିଡିଓ କରିବି ଆପଣଙ୍କୁ, ଆଉ ସିଏ ମତେ ଚିହ୍ନିବ ସେଦିନ ହେଲା। ଆଉ ସିଏ ଯୋଉ ବାହାସ୍ପୋଟିଆ କଥା ମାରି ଦଉଛି, ଆସିକି ପାଟି ଚାପି ଚାପି ଯୋଉ କଥାବାର୍ତ୍ତା କରୁଛି, ବହୁତ ଭଦ୍ର ଦେଖିବାକୁ ଚେଷ୍ଟା କରୁଛି, ଏକଦମ ଅଭଦ୍ରଟା, ଏକଦମ ଅଭଦ୍ର। ଶଳା କେତେ କେତେ ଠକିବେ ଲୋକଙ୍କୁ। ତୁ ଶଳା ସାଇ ବାବାଙ୍କ ନାଁ ନେଇ କହୁଛୁ, ଟିକେ ଖରାପ ଲାଗୁନି ନା। ଶଳା ଆମ ମାନଙ୍କୁ ବା ଏମିତି ବସେଇ ଦେଇକି କହୁଛୁ, ଏଇ ଯାଇକି ସୁନାଗଡ଼ରେ ଆସୁଛୁ, ଭୁବନେଶ୍ୱର ପଳେଇଲୁ, କଣ କଲୁ, ଦିଲ୍ଲୀ ପଳେଇଲୁ, ପୁଣି କୋଉଠି ନାଚ ଦେଇ କରିଦେଲୁ। ତୁ କଣ ଏସବୁ କଥା ତୁ ଭୁଲି ଯାଉଛୁ ନା? ତୁ ସିନା ଭୁଲି ଯାଉଛୁ, ଆମେ ମାନେ କଣ ଭୁଲିଯିବୁ ନା? ଆମେ ବା ତତେ ପଇସା ଦେଇଛୁ, ଆମେ ତତେ ଭୁଲିଯିବୁ ନା ଏସବୁ କଥା? ତୁ କି ଟାଉଟରି ଆମ ସହିତ ମାରୁଛୁ, ମାରିକି ତୁ ପଇସା ନେଇଛୁ ଏସବୁ। ଆଉ ତମେ ଯାଇକି ଲୋକଙ୍କୁ ପଚାର, ଲୋକ ପ୍ରୋଜେକ୍ଟ ପାଇଛନ୍ତି କି ନାଇଁ? ତୁ ତୋ ପୁଅ ମୁଣ୍ଡ ଶଳା ହାତ ରଖି ଶଳା ପାଇଛୁ ପ୍ରୋଜେକ୍ଟ, ତୁ କାହାକୁ ଶଳା ଦେଇଥିବୁ ବୋଲି। ଏଡେ ଶଳା ଗାଲୁଆ ଲୋକଟା।